100 ଜଣରେ 6 ଜଣ ଲୋକ ଲେଫ୍ଟ ସାଇଡ଼୍ରେ ଯିବା ଜାଗାରେ ରାଇଟ୍ ସାଇଡ଼୍ ପଳେଇ ଯାଉଛନ୍ତି। ଏଇ ନିକଟରେ ମାତ୍ର 3 ମାସ ହେଇଛି ମୋର ଜଣେ ସାଙ୍ଗ କେନ୍ଦୁଝରରୁ ସେ ଆସୁଥିଲେ ଆପଣଙ୍କର ଚଣ୍ଡିଖୋଲ ପାଖାପାଖିରେ ଯେଉଁ ଆଜିକାଲି ଯେଉଁ 6 ଲେନ୍ ରାସ୍ତାରେ ଯେଉଁ ଆପଣଙ୍କର ଅଣ୍ଡରପାସ୍ ଅଛି, ଉଭୟ ଦିଗରୁ ସବୁଆଡ଼ୁ ଗାଡ଼ି ଆସିବ। କିନ୍ତୁ ଯଦି ଆମେ ସେ ଜାଗାରେ ଯଦି ଆମେ ଭାବିବା ଯେ ସାମ୍ନାରେ ଗାଡ଼ି ନାହିଁ ଆଉ ଆମେ ଲେଫ୍ଟରୁ ଆମେ ଇନ୍ କରିବା ଜାଗାରେ ରାଇଟ୍ ସାଇଡ଼୍ରୁ ଯଦି ଆମେ ଯିବା ତାହେଲେ ଇଏ ଘଟଣା ଘଟିଲା ଏବଂ ସେ ରାଇଟ୍ରୁ ଯାଉଥିଲେ ଏବଂ ଦ୍ରୁତ ଭାବରେ ସେପଟୁ ଗାଡ଼ି ଆସୁଥିଲା। ସେ ଜାଣିପାରିଲେ ନାହିଁ, ଗାଡ଼ି ଭର୍ତ୍ତି କରିଦେଲେ। ସେ ନିଜେ ଡ୍ରାଇଭିଂ କରୁଥିଲେ, ନିଜେ ଗାଡ଼ିର ମାଲିକ, ନିଜେ ଡ୍ରାଇଭର। ଅନ୍ ଦି ସ୍ପଟ୍ରେ ତାଙ୍କର ସେଠି ଡେଥ୍ ହେଇଗଲା। ଏଇ ନିକଟରେ ରଙ୍ଗ ସାଇଡ଼୍ରେ ଗାଡ଼ି ଚଳାଇବା କାରଣରୁ। ଆଉ ଜଣେ ସେମିତି ମୋର ସାଙ୍ଗ ଦୂର ସମ୍ପର୍କୀୟ, ସେ ବାବୁ ପୁରା ବୁଲେଟ୍ ଗାଡ଼ିରେ ଆସନ୍ତି କେନ୍ଦୁଝରରୁ। ତାଙ୍କର ଡିଷ୍ଟାନ୍ସ ହେଉଛି, ଘର ହେଉଛି 30 କିଲୋମିଟର ଦୂର। ସକାଳ ସନ୍ଧ୍ୟାରେ ସେ ପୁରା ବୁଲେଟ୍ରେ ଯିବା ଆସିବା କରନ୍ତି, ସକାଳ ସନ୍ଧ୍ୟା କିଛି ମାନନ୍ତି ନାହିଁ। ଆଉ ବି ଗୋଟେ କରନ୍ତି, ସେ ରିଟାୟାର୍ଡ଼ ଆର୍ମି ହେଇଥିବା କାରଣରୁ ଆପଣ ଜାଣିପାରୁଥିବେ, ସେ ମଧ୍ୟ ମଦ୍ୟପାନ ବହୁତ ସମୟରେ କରନ୍ତି। ଏବଂ ମୋବାଇଲଟା ସବୁବେଳେ ଯେତେବେଳେ ଯାଉଥିବେ ମୋବାଇଲରେ କଥା ହେଇଯିବେ। ଜାତୀୟ ରାଜପଥ ଅଛି, ଡ୍ରିଙ୍କସ୍ କରିକିରି ମାନୁନାହାନ୍ତି, ପଳେଇ ଯାଉଛନ୍ତି। ଏଇଭଳି ଅବସ୍ଥାରେ ଗୋଟେ ଫ୍ଲାଇଓଭରରେ ସେ ଯାଉଥିବା ସମୟରେ ମଦ୍ୟପାନ ବି କରିଥିଲେ, ଫ୍ଲାଇଓଭରରେ ବି ଯାଉଥିଲେ ଏବଂ ସେହି ଅନୁସାରେ ତାଙ୍କର ଅପୋଜିଟ୍ ଡିରେକ୍ସନ୍ରୁ ଯେଉଁ ଗାଡ଼ି ଆସିଥିଲା ତାଙ୍କର ଆକ୍ସିଡେଣ୍ଟରେ ତାଙ୍କର ସେଇଠି ଅନ୍ ଦି ସ୍ପଟ୍ରେ ଡେଥ୍ ହେଇଗଲା। କାହାକୁ ଦୋଷ ଦେବା? ଲୋକ ଗାଡ଼ି ଦେବେ ସରକାରକୁ, ରାସ୍ତା ଖରାପ କରିଛନ୍ତି, ଟ୍ରାଫିକ୍ କଣ୍ଟ୍ରୋଲ କରୁନାହାନ୍ତି। ଆମେ ତ ନିୟମ କାନୁନ ଟ୍ରାଫିକ୍ ସମସ୍ତ ନେଇକରି ଆମେ ଚେଷ୍ଟା କରୁଛୁ କିଭଳି ଭାବରେ ଅପ୍ ଟୁ ଡେଟ୍ ହେବ, ଅପଗ୍ରେଡେସନ୍ ହେବ ଏବଂ ସେଥିରେ ସମସ୍ତେ ସୁରକ୍ଷିତ ଭାବରେ ଯାତ୍ରା କରନ୍ତୁ। ସିଗ୍ନାଲ ଦେଇଛୁ, ସମସ୍ତ ପ୍ରକାରର ଆମେ ଆବଶ୍ୟକତା ଅନୁସାରେ ଆମେ ତାକୁ ମେଣ୍ଟେନ୍ କରୁଛୁ, କିନ୍ତୁ ତାପରେ ବି ଏ ଘଟଣା ଘଟୁଛି। ଏଣୁକରି ବ୍ୟାପକ ଭାବରେ ଆମକୁ ସେଥିପାଇଁ ଅଧିକ ସଚେତନତା କରାଇବା ପାଇଁ ପଡ଼ିବ।